ପିଲାମାନେ ଏହା ହେଉଛି ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଠିକ୍ ଅଛି। ଏହା ହେଉଛି ଶ୍ରେଣୀ ହେଉଛି ଚତୁର୍ଥ, ବିଷୟ ହେଉଛି ପରିବେଶ ଅଧ୍ୟୟନ ସାମାଜିକ ପାଠ। ଠିକ୍ ଅଛି। ଶିକ୍ଷାର୍ଥୀଙ୍କ ନାମ ଏଇଠି ପିଲାମାନେ ଲେଖିବ ତୁମର ସମ୍ପୂର୍ଣ୍ଣ ନାମ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର। ଠିକ୍ ଅଛି। ତାପରେ ଏଇଠି ଲେଖିବ ବିଭାଗ, ତୁମେ କେଉଁ ବିଭାଗର ଛାତ୍ର ଅଥବା ଛାତ୍ରୀ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତାରିଖ, ତୁମେ କେଉଁ ତାରିଖ ଦିନ ଏଇ ପରୀକ୍ଷା ଦେଉଛ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି। ତୁମର ବିଦ୍ୟାଳୟର ସମ୍ପୂର୍ଣ୍ଣ ନାମ ଏଇଠି ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ବ୍ଲକ, ତୁମର ଏଇ ବିଦ୍ୟାଳୟଟି କେଉଁ ବ୍ଲକରେ ଅଛି ସେଇ ବ୍ଲକର ନାମ ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ଜିଲ୍ଲା, ତୁମର ଏଇ ବିଦ୍ୟାଳୟଟି କେଉଁ ଜିଲ୍ଲାରେ ଅଛି ଏଇଠି ଲେଖିବ। ଠିକ୍ ଅଛି। ପିଲାମାନେ ଏହା ହେଉଛି ତୁମର ଲିଖିତ ପରୀକ୍ଷା ଏବଂ ସମୟ ହେଉଛି ମାତ୍ର 45 ମିନିଟ୍। ଠିକ୍ ଅଛି। ପୃଷ୍ଠା ସଂଖ୍ୟା ହେଉଛି 4 ଏବଂ ପ୍ରଶ୍ନ ସଂଖ୍ୟା ହେଉଛି 10, ପୂର୍ଣ୍ଣ ସଂଖ୍ୟା ହେଉଛି 20। ମାତ୍ର 20 ମାର୍କର ତୁମେ ପରୀକ୍ଷା ଦେବ। ଠିକ୍ ଅଛି। ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। 1 ରୁ 3 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଠିକ୍ ଉତ୍ତର ବାଛି ପାଖ ଖଟରେ ଠିକ୍ ଚିହ୍ନ ଦିଅ। ଠିକ୍ ଅଛି। ନିମ୍ନରେ ଦିଆଯାଇଥିବା କାମ ମଧ୍ୟରୁ କେଉଁ କାମ କଲେ ଦୁର୍ଘଟଣା ଘଟିବାର ସମ୍ଭାବନା ନାହିଁ? ପିଲାମାନେ ଏହାର ସଠିକ୍ ଉତ୍ତରଟି ହେଉଛି ଖ ନମ୍ବର, ଗ ନମ୍ବର। ଠିକ୍ ଅଛି। ବାଣକୁ ଦୂରରେ ରଖି ଫୁଟାଇଲେ, ଗ ନମ୍ବର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କେଉଁ ବିପର୍ଯ୍ୟୟ ପାଇଁ ଘରୁ ବାହାରିବା ସମୟରେ ଛତା, କଳା ଚଷମା, ଓଦା ଗାମୁଛା, ଟୋପି ଓ ପାଣି ନେବା ଉଚିତ? ଏହାର ସଠିକ୍ ଉତ୍ତରଟି ହେଉଛି ପିଲାମାନେ ଅଂଶୁଘାତ, ଘ ନମ୍ବର। ଏଇଠି ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଚାଷ ଜମିରେ କୀଟନାଶକ ଔଷଧ ପକାଇବା କାହାର କାର୍ଯ୍ୟ ସହ ଜଡ଼ିତ? ଏହାର ସଠିକ୍ ଉତ୍ତରଟି ହେଉଛି କୃଷକ। ଏଇଠି କ ନମ୍ବରରେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କ ସ୍ତମ୍ଭରେ ଥିବା ଧର୍ମ ସହ ଖ ସ୍ତମ୍ଭର ସମ୍ପର୍କିତ ଧର୍ମକକୁ ଗ୍ରନ୍ଥକୁ ଗାର ଟାଣି ଯୋଡ଼। ଠିକ୍ ଅଛି। ଏଠାରେ ଗାର ଟାଣିବ। ଠିକ୍ ଅଛି। ଶିଖ୍, କ ସ୍ତମ୍ଭରେ ଅଛି ଶିଖ୍। ଶିଖ୍ମାନଙ୍କର ଗ୍ରନ୍ଥ କ'ଣ, ଧର୍ମଗ୍ରନ୍ଥ କ'ଣ? ତାହାର ସଠିକ୍ ଉତ୍ତରଟି ହେଉଛି ଗ୍ରନ୍ଥ ସାହେବ। ତୁମେ ଏଇଠାରୁ ଏମିତି ଗାର ଟାଣିବ। ଠିକ୍ ଅଛି। ଗ୍ରନ୍ଥ ସାହେବ। ତାପରେ ମୁସଲମାନମାନଙ୍କର ଗ୍ରନ୍ଥ କ'ଣ? ତାଙ୍କର ଗ୍ରନ୍ଥ ହେଉଛି କୋରାନ୍। ଠିକ୍ ଅଛି। କୋରାନ୍କୁ ତୁମେ ଗାର ଟାଣିବ। ଠିକ୍ ଅଛି। ତାପରେ ହିନ୍ଦୁମାନଙ୍କର ଗ୍ରନ୍ଥ କ'ଣ? ଏହାର ସଠିକ୍ ଉତ୍ତରଟି ପୁରା ଉପରକୁ ଗୀତାକୁ ଗାର ଟାଣିବ। ଠିକ୍ ଅଛି। ଗୀତା। ତାପରେ ଖ୍ରୀଷ୍ଟିଆନମାନଙ୍କର ଗ୍ରନ୍ଥ କ'ଣ? ବାଇବେଲ। ଠିକ୍ ଅଛି। ତାପରେ ଆଗକୁ ଯିବା କେଉଁ ସବୁ ପ୍ରଶ୍ନ ଅଛି। ଏହି ଚିତ୍ରକୁ ଲକ୍ଷ୍ୟ କର ପିଲାମାନେ। ଏହି ଚିତ୍ରର ନାମ କ'ଣ? ଏହାକୁ କିଏ କେଉଁ କାର୍ଯ୍ୟରେ ବ୍ୟବହାର କରନ୍ତି? ଉତ୍ତର ଲେଖିବ। ଏହି ଚିତ୍ରର ନାମ ହେଉଛି ଲଙ୍ଗଳ। ଠିକ୍ ଅଛି। ତୁମେ ଏଠି ଲେଖିବ ଲଙ୍ଗଳ। ତାପରେ ଏହାକୁ କୃଷକ ଚାଷ କାର୍ଯ୍ୟରେ ବ୍ୟବହାର କରେ। ଏଠି ଲେଖିବ ଏହାକୁ କୃଷକ ଚାଷ କାର୍ଯ୍ୟରେ ବ୍ୟବହାର କରେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପଞ୍ଚାୟତ ସମିତିର ମୁଖ୍ୟକୁ କ'ଣ କୁହାଯାଏ? ଏହା କିପରି ଗଠିତ ହୋଇଥାଏ? 6 ନମ୍ବର, ତୁମେ ଲେଖିବ ପଞ୍ଚାୟତ ସମିତିର ମୁଖ୍ୟଙ୍କୁ ଚେୟାରମ୍ୟାନ୍ କୁହାଯାଏ। ତୁମେ ଏଠି ଲେଖିବ ଚେୟାରମ୍ୟାନ୍। ଠିକ୍ ଅଛି। ଚେୟାରମ୍ୟାନ୍ କୁହାଯାଏ। ତାପରେ ପରବର୍ତ୍ତୀ ଧାଡ଼ିରେ ଲେଖିବ ବ୍ଲକର ସବୁ ଗ୍ରାମ ପଞ୍ଚାୟତମାନଙ୍କୁ ନେଇ ଏହା ଗଠିତ। ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତମାନଙ୍କୁ ନେଇ ଏହା ଗଠିତ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ଓଡ଼ିଶାର ଉଚ୍ଚତମ ପର୍ବତର ନାମ କ'ଣ? ଏହା କେଉଁ ଜିଲ୍ଲାରେ ଅବସ୍ଥିତ? ଏହାର ଉତ୍ତରରେ ତୁମେ ଲେଖିବ ଓଡ଼ିଶାର ଉଚ୍ଚତମ ପର୍ବତର ନାମ ହେଉଛି ଦେଓମାଳି। ଏଇଠି ଲେଖିବ ତୁମେ ପିଲାମାନେ ଦେଓମାଳି। ଠିକ୍ ଅଛି। ଏହା କେଉଁ ଜିଲ୍ଲାରେ ଅବସ୍ଥିତ? ଏହା ହେଉଛି କୋରାପୁଟ। ଏହା କୋରାପୁଟ ଜିଲ୍ଲାରେ ଅବସ୍ଥିତ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା।
ବନ୍ୟା ହେବା ଫଳରେ ଆମର କେଉଁ ସବୁ କ୍ଷତି ହୋଇଥାଏ? ବନ୍ୟା ହେବା ଫଳରେ ଆମର କେଉଁ ସବୁ କ୍ଷତି ହୋଇଥାଏ? ତୁମେ ଏଠି ଲେଖିବ ପିଲାମାନେ, ଧନ ଜୀବନ ନଷ୍ଟ ହୋଇଥାଏ। ତାପରେ ନଦୀ ଉଛୁଳି ବିଲ ବାଡ଼ି ଘରକୁ ମାଡ଼ିଯାଏ, ରାସ୍ତାଘାଟ ଧୋଇ ହୋଇଯାଏ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ଦେଶର ପ୍ରଗତି ପାଇଁ କେଉଁ ସବୁ କ୍ଷେତ୍ରରେ ଉନ୍ନତି କରିବାର ଆବଶ୍ୟକତା ରହିଛି? ଦେଶର ପ୍ରଗତି ପାଇଁ କେଉଁ ସବୁ କ୍ଷେତ୍ରରେ ଉନ୍ନତି କରିବାର ଆବଶ୍ୟକତା ରହିଛି? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ, ଶିକ୍ଷା, କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଉନ୍ନତି କରିବାର ଆବଶ୍ୟକତା ରହିଛି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୁମ ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ କେଉଁ ସବୁ ବ୍ୟବସ୍ଥା ଅଛି? ଏହାଦ୍ୱାରା କ'ଣ ଲାଭ ହେଉଛି? ଠିକ୍ ଅଛି। ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ, ଟେଲିଗ୍ରାମ, ଟେଲିପ୍ରିଣ୍ଟର, ରେଡ଼ିଓ, ଦୂରଦର୍ଶନ, ଫ୍ୟାକ୍ସ, ଇମେଲ୍, ଇଣ୍ଟରନେଟ୍ ଆଦିର ସୁବିଧା ରହିଛି। ଦେଶ ବିଦେଶର ଖବର ଜାଣିପାରୁଛୁ ଏବଂ ଯେକୌଣସି ସ୍ଥାନକୁ ଅତି ଶୀଘ୍ର ଯାଇ ଆସ କରିପାରୁଛୁ, କଥାବାର୍ତ୍ତା ହେବା ପାଇଁ ସୁବିଧା ହେଉଛି ଇତ୍ୟାଦି। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ଏହା ଭେରି ଇମ୍ପୋର୍ଟାଣ୍ଟ ହୋଇଥିବାରୁ ନିଜର ସାଙ୍ଗସାଥିମାନଙ୍କ ସହିତ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।